ଦେଖନ୍ତୁ ସାଙ୍ଗମାନେ, ବହୁତ ଦିନ ପରେ ଆମର ଆଜି ଆସିଛି ରୋହି ମାଛ। ମୁଁ ଖାଏନି ବୋଲି ଆମର ଆସୁନଥିଲା, କେବେ ବି ଆସେନି। ଆଜି ଆସିଛି। ପ୍ରଥମେ ମୁଁ ତାକୁ ଲୁଣ ହଳଦୀ ପକାଇ ଗୋଳେଇ ଦେଲି, ଆଉ କିଛି ମାଛକୁ ପୁରା କଡ଼ମଡ଼ିଆ କରି ଭାଜିଦେଲି ପଖାଳ ଖାଇବା ପାଇଁ। ଆମେ ତ ମା ଝିଅ ପଖାଳ ଖାଉନୁ, ଏ ବାପ ପୁଅ ଯାହା ପଖାଳ ଖାଆନ୍ତି। ମାଛ ଭାଜି ପୁଅକୁ ପଖାଳ ଦେଇଦେଲି, ସିଏ ଖାଇଦେଲା। ଆଉ ବାକି ସବୁ ମାଛକୁ ସୋରିଷ ବଟା ଦେଇ ଝୋଳ କରିଦେଲି। ଖାଇଦେଇ ବାପ ପୁଅ କୋଣାର୍କ ବାହାରିଗଲେ ବୁଲାବୁଲି କରିବା ପାଇଁ। କାଲି ସନ୍ଧ୍ୟାବେଳେ ପୁଅ ଆସିଥିଲା, ତ ଆଜିଟା ରହି କାଲି ସୋମବାର ସେ ପଳେଇବ। ସେଥିପାଇଁ ସେ କୋଣାର୍କ ଯାଇ ଟିକେ ବୁଲାବୁଲି କରି ଆସିଲା। ଆଉ ଯେତେବେଳେ ବି ସେ ଆସେ ବାପ ପୁଅ କୋଣାର୍କ ଯାଇ ବୁଲାବୁଲି କରିକି ଆସନ୍ତି। ଆଉ ଦେଖନ୍ତୁ ଏଇଟା କ'ଣ, ଏଇ ଜିନିଷଟା ସେ ଯେତେବେଳେ ଯୁଆଡ଼େ ବି ଯାଆନ୍ତୁ, ଯୋଉଠି ଦେଖିବେ ଆଣିବାଟା ନିଶ୍ଚିତ। ଆଉ ଦେଖନ୍ତୁ, ୟାକୁ ଆମେ ବମ୍ବେଇ ଲଡ଼ୁ ବୋଲି କହୁ। ଏହାକୁ ଆମେ ବେଶୀ ପିଲାବେଳେ ଖାଉ। ଆଜି କିନ୍ତୁ ମୋ ପୁଅ ମୋ ପାଇଁ ଆଣିଛି। ଆଉ ତାର ଏକା ଜିଦ୍, ତୁ ୟାକୁ ଖା। ଏଇ ଦେଖନ୍ତୁ, ପୁଅର ବୋଝେ ପ୍ୟାଣ୍ଟ ସାର୍ଟ ସବୁ ସଫା କରିଥିଲି। ତାକୁ ସବୁ ତୋଳି ଆଣି ଆଇରନ୍ ଦେଇ ରଖିଛି। ଆଉ ବାକି ଏଗୁଡ଼ାକ ସବୁ ଶୁଖିନି। ତାପରେ ପୁଅ ପାଇଁ କରିଥିଲି ଆରିସା ପିଠା। ଦେଖନ୍ତୁ କେତେ ବଢ଼ିଆ ସେ ପିଠାଟା ହେଇଛି ନା, ବହୁତ ବଢ଼ିଆ ଭାବେ ଫୁଲିଛି ମଧ୍ୟ। ଏଇ ପିଠାଟା ମୁଁ ଆଜି ପ୍ରଥମ ଥର ବନେଇଛି। ମୋତେ ଏଇ ପିଠା ଆସେନି, କେମିତି ହୁଏ ବି ମୁଁ ଜାଣିନି। ଆଜି ପ୍ରଥମ ଥର ବହୁତ କଷ୍ଟରେ ଏଇ ପିଠାଟା ବନେଇଛି। ଚିନି ଚାଉଳର ପରିମାଣ କେତେ କ'ଣ ରୁହେ ମୁଁ ଏଇଟା ବି ଜାଣିନି। ମୁଁ ଯେତେବେଳେ ଚିନି ପାଗ କରି ଚୁନା ପକାଏ, ସେତେବେଳେ ଚୁନା ସର୍ଟେଜ୍ ହେଲା, ପୁରା ପତଳା ହେଇଗଲା। ଆଉ କ'ଣ କରିବି, ମୁଣ୍ଡ ପୁରା ଗୋଲ। ଆଉ କିଛି ଉପାୟ ହିଁ ନାହିଁ। ମୁଁ କ'ଣ କଲି ନା, ସାଙ୍ଗେ ସାଙ୍ଗେ ଆଉ ଦିଟା ଚାଉଳ ଖାଲି ଧୋଇକି ନେଇ ଆସିଲି। ଭିଜେଇବା ପାଇଁ ବି ସମୟ ନାହିଁ। ଧୋଇକି ଆଣିଲି ସିନା, କରେଣ୍ଟ ଚାଲିଗଲା। ହେଲେ ଚୁନା କରିବି କେମିତି? ଏମିତି ଘଣ୍ଟେ 2 ଘଣ୍ଟା ପରେ ଯାଇ କରେଣ୍ଟ ଆସିଲା। ହେଲେ ଚାଉଳ ଶୁଖିଗଲାଣି। କ'ଣ କରିବି, ସେମିତି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲି। ମୁଁ କହିଲି ଯାହା ହବ ହବ ଆଉ। ସେଇ ଚୁନାକୁ ସେଇ ଅଧା ରହିଯାଇଥିବା ପାଗରେ ପକାଇ ଗୋଳେଇ ଦେଲି, ତାପରେ ଛାଣିଲି। ବିଶ୍ୱାସ କରିବେନି ସାଙ୍ଗମାନେ, ଏତେ ସୁନ୍ଦର ଫୁଲିଲା, ଏତେ ସୁନ୍ଦର ଫୁଲିଲା। ମୁଁ କେବେ ଭାବିନଥିଲି ମୁଁ ଏମିତି ଆରିସା ପିଠା ବନେଇ ପାରିବି। ଏତେ ସୁନ୍ଦର ପିଠାଟା ବନିଥିଲା, ଆପଣମାନେ ଦେଖିକି ଜାଣିପାରୁଥିବେ। ଖାଇବା ପାଇଁ ମଧ୍ୟ ସେମିତି ସୁପର ଟେଷ୍ଟି ଲାଗୁଛି। ଏମିତି ଥିଲା ଆଜିର ମିନି ବ୍ଲଗ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।